ଆପଣଙ୍କ ପାଇଁ ଆଉ ଗୋଟିଏ ମୁଁ ନୂଆ ଅପଡେଟ୍ ନେଇ ଆସିଛି ଯାହାକି ଆପଣମାନେ ଏଇଠି ଥମ୍ବନେଲ୍ ଦେଖି ଜାଣିପାରୁଥିବେ ଟଙ୍କା କେଉଁଠି ଆପଣମାନେ ଯାହାକି ଜମା କରିବେ। ଆପଣ ଡାକଘରର ଏଫ୍.ଡି. କରିବେ ନା ଆପଣଙ୍କର ଯେଉଁ ବ୍ୟାଙ୍କ ରହିଛି ଅର୍ଥାତ୍ ଆପଣଙ୍କର ଯେଉଁ SBI ରହିଛି SBIରେ ଆପଣ ଏଫ୍.ଡି. କରିବେ। ଦେଖନ୍ତୁ କେଉଁଟା ଆପଣଙ୍କ ପାଇଁ ସୁରକ୍ଷିତ, କେଉଁଥିରେ ଆପଣମାନେ ଅଧିକ ଇଣ୍ଟରେଷ୍ଟ ପାଇବେ। ଦେଖନ୍ତୁ ଏଇଠି ଆପଣଙ୍କର ପୋଷ୍ଟ ଅଫିସ୍ ଯେଉଁ ରହିଛି ପୋଷ୍ଟ ଅଫିସ୍ରେ ଆପଣଙ୍କର ଇଣ୍ଟରେଷ୍ଟ 10.26% ରହିଛି ଏବଂ ଆପଣଙ୍କର SBIରେ ରହିଛି 8.5%। ଅର୍ଥାତ୍ ଏଇ ଯେଉଁ ଆପଣଙ୍କର ଦୁଇଟା ବ୍ୟାଙ୍କ ରହିଛି ଆପଣଙ୍କର ପୋଷ୍ଟ ଅଫିସ୍ ଏବଂ SBI ଯେଉଁ ରହିଛି ଏଇ ଦୁଇଟା ବ୍ୟାଙ୍କରେ ଅଧିକାଂଶ ଲୋକ ଯାହାକି ଏଫ୍.ଡି. କରିଥାନ୍ତି। ଦେଖନ୍ତୁ ଏଇ ଯେଉଁ ଆପଣଙ୍କର ଦୁଇଟା ବ୍ୟାଙ୍କ ରହିଛି ପୋଷ୍ଟ ଅଫିସ୍ ଏବଂ ଆପଣଙ୍କର ଯେଉଁ SBI ରହିଛି ଆପଣମାନଙ୍କ ପାଇଁ କେଉଁଟା ସୁରକ୍ଷିତ ଏବଂ କେଉଁଥିରେ ଆପଣମାନେ ଯାହାକି ଅଧିକ ଇଣ୍ଟରେଷ୍ଟ ପାଇପାରିବେ ସବୁକିଛି ଯାହାକି ଆପଣଙ୍କୁ ମୁଁ ଏଇ ଭିଡ଼ିଓ ମାଧ୍ୟମରେ ପୁରା ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇଦେବି। ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲା ପରେ ସେ ନେଇ ପୁରା ଇନଫର୍ମେସନ୍ଟି ଜାଣିପାରିବେ। ସେଥିପାଇଁ ଭିଡ଼ିଓଟିକୁ ବିନା ସ୍କିପ୍ କରିକି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲଟିକୁ ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ ଆପଣଙ୍କୁ ମୁଁ ପୁରା ଗୋଟିଏ ଗୋଟିଏ କରି ଜଣାଇ ଦେଉଛି। ଫାଷ୍ଟ ଦେଖନ୍ତୁ କେଉଁଟା ଆପଣଙ୍କ ପାଇଁ ସୁରକ୍ଷିତ। ଆପଣଙ୍କର ଏଇ ଯେଉଁ ଦୁଇଟା ବ୍ୟାଙ୍କ ରହିଛି ଗୋଟେ ତ ଆପଣଙ୍କର ରହିଛି ପୋଷ୍ଟ ଅଫିସ୍ ଏବଂ ଆଉ ଗୋଟେ ଆପଣଙ୍କର SBI। ଏଇ ଯେଉଁ ଆପଣଙ୍କର ଦୁଇଟା ବ୍ୟାଙ୍କ ରହିଛି କେଉଁଟା ଆପଣଙ୍କ ପାଇଁ ସୁରକ୍ଷିତ। ଫାଷ୍ଟ ଦେଖନ୍ତୁ ଟଙ୍କା ଏବଂ ଆପଣଙ୍କର ଯେଉଁ ସୁଧ ରହିଛି ସୁଧ ଆପଣଙ୍କର ପୋଷ୍ଟ ଅଫିସ୍ରେ ପୁରା ସୁରକ୍ଷିତ ହିଁ ରହିବ। କାହିଁକି ନା ଏଇଟା ହେଉଛି ଆପଣଙ୍କର ଗଭର୍ଣ୍ଣମେଣ୍ଟର ବ୍ୟାଙ୍କ ଅର୍ଥାତ୍ ଆପଣଙ୍କର ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଯେଉଁ ରହିଛି ଏଇଟା ଆପଣଙ୍କର ହେଉଛି ଗଭର୍ଣ୍ଣମେଣ୍ଟର ବ୍ୟାଙ୍କ ଏବଂ ଏଇ ଯେଉଁ ଆପଣଙ୍କର ପୋଷ୍ଟ ଅଫିସ୍ ବ୍ୟାଙ୍କଟି ରହିଛି ଏଇଟା ଯାହାକି ସରକାରଙ୍କର ବ୍ୟାଙ୍କ ରହିଥିବାରୁ ଏଇଟା ଯାହାକି 100% ଯାହାକି ଆପଣଙ୍କ ପାଇଁ ସୁରକ୍ଷିତ ଅଟେ। ଦେଖନ୍ତୁ ଏଇଠି ଆପଣଙ୍କର ଅପଡେଟ୍ ମଧ୍ୟ ରହିଛି ଟଙ୍କା ଏବଂ ସୁଧ ଆପଣଙ୍କର ସୁରକ୍ଷିତ ରହିବ 100% ଯାହାକି ସରକାରଙ୍କର ଗ୍ୟାରେଣ୍ଟି ରହିଛି। ଏବଂ ଆପଣଙ୍କର ଯେଉଁ ଆରଟା ରହିଛି ଅର୍ଥାତ୍ ଆପଣଙ୍କର ଯେଉଁ SBI ରହିଛି SBI ଆପଣଙ୍କର ଭାରତର ସର୍ବବୃହତ୍ ବ୍ୟାଙ୍କ ଏଇଟା ମଧ୍ୟ ଆପଣଙ୍କ ପାଇଁ ସୁରକ୍ଷିତ। କିନ୍ତୁ ଏଇଟା ଆପଣଙ୍କର ଗୋଟେ କମ୍ପାନୀ ଅଟେ ଅର୍ଥାତ୍ ସରକାରଙ୍କର ବ୍ୟାଙ୍କ ନୁହଁ କିନ୍ତୁ ଏଇଟା ଆପଣଙ୍କର ସରକାରଙ୍କର ଅଣ୍ଡରରେ ଯାଉଛି ଯେଉଁଟାକି ଆପଣଙ୍କର ସରକାରଙ୍କର 60% ସେୟାର ରହିଛି ସେଇ ସେୟାରରେ ଯାହାକି ଏଇ ବ୍ୟାଙ୍କଟି ଯାହାକି ଚଲୁଛି। ତେବେ ଦେଖନ୍ତୁ ଏଇ ଯେଉଁ ଆପଣଙ୍କର ବ୍ୟାଙ୍କ ଧରି ନିଅନ୍ତୁ ଭାଗ୍ୟବଶତଃ ଯଦି ବ୍ୟାଙ୍କଟି ଡୁବି ଯାଉଛି ଅର୍ଥାତ୍ ଲସ୍ ହେଇଯାଉଛି ଏବଂ ବ୍ୟାଙ୍କଟି ଯଦି ବନ୍ଦ ହେବା ପାଇଁ ଯାଉଛି ତାହେଲେ ଆପଣଙ୍କୁ କେବଳ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ RBI ତରଫରୁ ଯାହାକି ଟଙ୍କା ମିଳିବ। କିନ୍ତୁ ଯଦି ପୋଷ୍ଟ ଅଫିସ୍ରେ ଆପଣ ଟଙ୍କା ଡିପୋଜିଟ୍ କରୁଛନ୍ତି ଆପଣଙ୍କର 100% ଟଙ୍କା ମିଳିବ। ଆପଣ ଯେତେ ଟଙ୍କା ଦେଇଥିବେ ଯେତେ ଟଙ୍କା ଆପଣ ଏଇ ବ୍ୟାଙ୍କରେ FDI କରିଥିବେ ଆପଣଙ୍କର FD କରିଥିବେ ଆପଣମାନେ ଯାହାକି ଏଥିରେ 100% ଟଙ୍କା ପାଇପାରିବେ। ତେବେ ଆପଣମାନେ ଜାଣିଗଲେ ଦୁଇଟା ଆପଣଙ୍କର ସୁରକ୍ଷିତ କିନ୍ତୁ ଆପଣଙ୍କର ପୋଷ୍ଟ ଅଫିସ୍ଟି ଟିକେ ଅଧିକ ସୁରକ୍ଷିତ। ତେବେ ଦେଖନ୍ତୁ ଆପଣଙ୍କର ଏଇ ଯେଉଁ ବ୍ୟାଙ୍କ ଦୁଇଟା ରହିଛି ଅବଧି ତୁଳନାରେ କେଉଁଟା ଆପଣଙ୍କର କ'ଣ ରହିଛି ଅପଡେଟ୍ ଦେଖନ୍ତୁ ଆପଣଙ୍କୁ ମୁଁ ଜଣାଇ ଦେଉଛି। କେବଳ ଦେଖନ୍ତୁ ଆପଣମାନେ ଯଦି FD କରିବା ପାଇଁ ଚାହୁଁଛନ୍ତି ପୋଷ୍ଟ ଅଫିସ୍ରେ କେବଳ ଗୋଟିଏ ବର୍ଷ ପାଇଁ ଆପଣ କରିପାରିବେ, 2 ବର୍ଷ ପାଇଁ କରିପାରିବେ, 3 ବର୍ଷ ପାଇଁ କରିପାରିବେ, ଆପଣଙ୍କର 5 ବର୍ଷ ପାଇଁ ନିବେଶ କରିପାରିବେ। ଅର୍ଥାତ୍ ଏଇ ଯେଉଁ ଆପଣଙ୍କର ପୋଷ୍ଟ ଅଫିସ୍ ରହିଛି ପୋଷ୍ଟ ଅଫିସ୍ରେ ଆପଣମାନେ 5 ବର୍ଷ ପର୍ଯ୍ୟନ୍ତ କରିପାରିବେ, 10 ବର୍ଷ ପର୍ଯ୍ୟନ୍ତ ଆପଣମାନେ କରିପାରିବେ ନାହିଁ। ଆପଣଙ୍କୁ ଯାଇକି 5 ବର୍ଷ ପରେ ପୁଣି ଥରେ ଯାହାକି ଆଉ 5 ବର୍ଷ ପାଇଁ ଆପଣଙ୍କୁ ରିନ୍ୟୁଆଲ୍ କରିବା ପାଇଁ ପଡ଼ିବ। କିନ୍ତୁ ଏଇ ଯେଉଁ ଆପଣଙ୍କର SBI ରହିଛି SBIରେ ଆପଣମାନେ ଚାହିଁଲେ 7 ଦିନର ଯାହାକି FD କରିପାରିବେ। ଆପଣ ଚାହିଁଲେ 7 ଦିନର FD କରିପାରିବେ। ଆପଣଙ୍କୁ 7 ଦିନରୁ 10 ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଯାହାକି ଉପଲବ୍ଧ ରହିଛି ଯାହାକି ଆପଣ SBIରେ କରିପାରିବେ। ସେହିସବୁ ଆପଣଙ୍କର ସୁବିଧା ରହିଛି। ନେକ୍ସଟ ଦେଖନ୍ତୁ ଏଇ ଯେଉଁ ଆପଣଙ୍କର ଦୁଇଟା ଯାକ ବ୍ୟାଙ୍କ ରହିଛି ଆପଣଙ୍କର ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଏବଂ ଆପଣଙ୍କର ଯେଉଁ SBI ରହିଛି ଏଥିରେ ଆପଣଙ୍କର କେତେ ବର୍ଷ ପାଇଁ କେତେ ଇଣ୍ଟରେଷ୍ଟ ରହିଛି। ଫାଷ୍ଟ ଦେଖନ୍ତୁ ଆପଣଙ୍କୁ ମୁଁ ଦେଖାଇ ଦେଉଛି ଗୋଟିଏ ଗୋଟିଏ କରି ଯେ 1 ବର୍ଷ ପାଇଁ ଆପଣଙ୍କର ପୋଷ୍ଟାଲରେ FD ଯଦି ଆପଣ କରୁଛନ୍ତି ଆପଣଙ୍କର ଇଣ୍ଟରେଷ୍ଟ ରେଟ୍ କେତେ ରହିଛି 6.9% ରହିଛି ଏବଂ ଆପଣଙ୍କର SBIରେ କେତେ ରହିଛି 6.8% ହାରାହାରି ପାଖାପାଖି ରହିଛି। ଦେଖନ୍ତୁ 2 ବର୍ଷ ପାଇଁ ଯଦି ଆପଣ FD କରୁଛନ୍ତି 7% ଆପଣଙ୍କୁ ଇଣ୍ଟରେଷ୍ଟ ମିଳିବ ଏବଂ ଆପଣଙ୍କର SBIରେ 6.45% ଯାହାକି ଆପଣଙ୍କୁ ଇଣ୍ଟରେଷ୍ଟ ମିଳିବ।
नेक्स्ट देखो आपंकर कौन रही 3 वर्ष जदि आप एफडी कर 7.1% एवं एसबीआई रे जदि आपण करुँच 6.30%। ता सहित लास्ट देखो आपंकर रही 5 वर्ष जदि आप पोस्ट ऑफिस रे करुँच आपण जहाँकि 7.5% जहाँकि इंटरेस्ट मिलिबो एवं एसबीआई रे आपणकर 5 वर्ष जदि करुँच ताले 6.5% जहाँकि इंटरेस्ट मिलिबो। देखंतु एटा आपणकर 7 दिन रु 10 वर्ष पर्यंत एफडी करें जहाँकि पूर्वर आपण को मु कही सारी एवं पोस्ट ऑफिस रे जहाँकि आपण को 5 वर्ष रे रिन्यूअल करने पड़ो। देखंतु एठी आपणकर पोस्ट ऑफिस रो केतेटा आपणकर इंटरेस्ट रेट मध्य रही जहाँकि आपण को मु से नहीं अपडेट मध्य जहाँकि जन दूसरी पोस्ट ऑफिस सेविंग अकाउंट रे आपण को केते टंका मिलुची। आपण जदि पोस्ट ऑफिस रे टंका रखुचंती 4% मिलुची। पोस्ट ऑफिस आपणकर रिक्रुटमेंट डिपोजिट आपंकर केते रही 6.7%। ता सहित पोस्ट ऑफिस मंथली इनकम स्कीम रे आपंकर 7.4%। पोस्ट ऑफिस टाइम डिपोजिट आपंकर गोटे वर्ष केते रही देखंतु एठी आपंकर रही 6.9%। पोस्ट ऑफिस टाइम डिपोजिट 2 वर्ष आपंकर 7%। 3 वर्ष आपंकर 7.1%। 5 वर्ष 7.5% एवं आपंकर देखंतु तले आपणकर रही किसान विकास पात्र योजना आपणकर केते रही से स्कीम आपणकर 7.5%। एटी आपणकर आहरी मध्य आपणकर पीपीएफ रही 7.1%। ता सहित सुकन्या समृद्धि योजना रही आपणकर 8.2%। एमती आपणकर बहुत सारा जहाँकि स्कीम रही देखंतु जोटा कि आपको मुझे नहीं अपडेट जनईदेली। देखंतु नेक्स्ट आपणकर कौन रही आपणकर जो स्टेट बैंक रही स्टेट बैंक रे मध्य आपणकर सेमिति रही आपण जदि स्टेट बैंक रो एफडी आपको मुझे जन दूसरी जे 7 दिन रु आपण मैंने जदि 45 दिन भितर एफडी करुँच आपणकर केते इंटरेस्ट रही आपणकर 3% जहाँकि इंटरेस्ट रही सेमती आपणकर 45 दिन रु आपणकर 179 दिन आपणकर 4.90%। गोटे वर्ष आपणकर 6.25%। देखंतु एटी आपणकर रही 2 वर्ष आपणकर 6.45%। 5 वर्ष आपणकर 6.30%। आपणकर 10 वर्ष 6.5% एमती करी आपणकर पूरा अपडेट टी रही। नेक्स्ट देखंतु आपणकर आउ कोन अपडेट होची देखंतु आपणक पई पोस्ट ऑफिस एवं आपणकर जो एसबीआई रो एफडी स्कीम रही देखंतु एथिरे आपण माने मझिरे टंका विड्रॉल करि पारिबे कि नाही। अर्थात आपण को धरनियंतु टंकार दरकार पड़ेला आपण टंका उठेबा पई चाहउचंती ताहले आपण माने टंका उठे पारिबे कि नाही लोन पाई पारिबे कि नाही से नै मध्य आपणकर अपडेट होची देखंतु 6 मास पूर्वरु टंका उठाण संभव नुह। देखंतु आपण माने डिपोजिट कला परे आपणकर 6 मास पूर्वरु जहाँकि टंका उठेई पारिबे नाही 6 मास रु 1 वर्ष जदि आपण माने टंका उठेबे ताहले आपणकर केते प्रतिशत कटिबो सुध देखंतु आपणकर 0.5% जहाँकि आपणकर सुधटी जहाँकि कटि जीवो। देखंतु 1 वर्ष पर जदि आपण नेबे ताहले आपणकर केते टंका हेबो 1% सुध जहाँकि आपणको रिहाती मिलिबो। 5 वर्ष पूर्व जदि आपण बंद करबा पई 5 वर्ष पूर्व बंद करि पारिबे नाही। देखंतु एटा आपणकर रहिछि गोटा पोस्ट ऑफिस रो। नेक्स्ट रहिछि आपणकर एसबीआई 7 दिन पर जे कोन समय रे आप माने प्रत्याहार करि पारिबे। आपण जदि एफडी कर दैचंती आपण चाहिले सेटा को जाकि आपण बंद करबा पई चाहचंती ताले आपण बंद करि पारिबे। देखंतु 1 वर्ष कम कार्यकाल रे जदि आप माने बंद करबा पई चाहचंती आपणकर केते टंका मिलिबो आपणकर 1% सुध जहाँकि काट हे जिवो। 1 वर्ष रु अधिक कार्यकाल जदि आप बंद करेंगे ताहले आपणकर 5% जहाँकि सुध आपणकर कटिज जमा परिमाण आपणकर 90% पर्यंत ऋण सुविधा मध्य रही। आपण जदि ऋण नेबे ताहले पोस्ट ऑफिस रे आपण ऋण पाई पारिबे नाही किंतु एसबीआई रे आपण चाहिले आपणकर जेते टंका डिपोजिट हेतिबो तारी 90% जहाँकि ऋण आपण पाई पारिबे से नै मध्य आपणकर सुविधा रही। देखंतु आपण जानिगले जे आपणकर केते टंका रही आपणकर केते टंका आपणकर एफडी कोटा कले आपणकर सुरक्षित रहबो केते टंका इंटरेस्ट मिलिबो। देखंतु एई सब जदि आपण कैलकुलेशन निजे मध्य करबा पई चाहचंती ताहले आपण केमिति कैलकुलेशन करिवे से नै मध्य आपणको देखंतु मु प्रूफ सहित देखे दउ। देखंतु आपण जदि निजे
ଯାହାକି ଏଇସବୁ କାଲକୁଲେସନ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ କ'ଣ କରିବେ ଆପଣଙ୍କର ଯେକୌଣସି ଗୋଟେ ବ୍ରାଉଜରକୁ ଓପନ୍ କରିଦେବେ ଓପନ୍ କରିକି ସେଇଠି ଆପଣ ଲେଖିଦେବେ ପୋଷ୍ଟ ଅଫିସ୍ ଆର୍ଡି ସ୍କିମ୍ ଆପଣଙ୍କର କାଲକୁଲେଟର ଲେଖିକି ଆପଣ ସର୍ଚ୍ଚ କରିଦେବେ ସର୍ଚ୍ଚ କରିଦେଲା ପରେ ଆପଣଙ୍କ ସାମ୍ନାରେ ଯାହାକି ଏମିତି ଗୋଟେ ପେଜ୍ ଯାହାକି ଓପନ୍ ହେଇଯିବ ଓପନ୍ ହେଇଗଲା ପରେ ଆପଣ କ'ଣ କରିବେ ଏଇଠି ଦେଖନ୍ତୁ ଆପଣଙ୍କର 1 ଲକ୍ଷର ଆମାଉଣ୍ଟ ରହିଛି ଆପଣ ଏଇଠି ଏଡ଼ିଟ୍ କରିଦେବେ ଦେଖନ୍ତୁ 1 ଲକ୍ଷ ଜାଗାରେ ଆପଣଙ୍କର ଯଦି 50,000ର ଆପଣ ହିସାବ ଚାହୁଁଛନ୍ତି ତାହେଲେ ଆପଣ 50,000 ଲେଖିଦେଲେ ଦେଖନ୍ତୁ ଆପଣଙ୍କର ଏଇଟା ବ୍ୟାକ୍ ହେଇଗଲା ଆପଣମାନଙ୍କୁ ମୁଁ ଆଉ ଥରେ ଦେଖାଇ ଦେଉଛି ପୋଷ୍ଟାଲ ଆପଣଙ୍କର ପୋଷ୍ଟ ଅଫିସ୍ ଏଫ୍ଡି କାଲକୁଲେଟର ଆପଣ ଲେଖିଦେଲେ ଆପଣଙ୍କ ସାମ୍ନାରେ ଏମିତି ଆସିଗଲା ପରେ ଏଇ ପେଜଟି ଆପଣମାନେ ଇଏ କରିଦେବେ ଦେଖନ୍ତୁ ଏଇଠି ଆପଣମାନେ 50,000 କରିଦେଲେ ସାର୍ଚରେ ମୁଁ କ୍ଲିକ୍ କରିଦେଲି କ୍ଲିକ୍ କରିଦେଲା ପରେ ଦେଖନ୍ତୁ ଏଇଟା ଆପଣଙ୍କର ବ୍ୟାକ୍ ହେଇଯାଉଛି ସରି ଦେଖନ୍ତୁ ଆପଣଙ୍କୁ ମୁଁ ଦେଖାଇ ଦେଉଛି 1 ଲକ୍ଷର ଦେଖନ୍ତୁ 1 ଲକ୍ଷ ଆପଣମାନେ ଯଦି ଚାହୁଁଛନ୍ତି ତାହେଲେ ଆପଣ 1 ଲକ୍ଷ ଏଇଠି ଯେମିତି ଅଛି ଆପଣମାନେ 1 ଲକ୍ଷ କରିଦେଲେ ଏଇଠି ଆପଣଙ୍କର ଇଣ୍ଟରେଷ୍ଟ କେତେ ରହିଛି ଦେଖନ୍ତୁ ଆପଣଙ୍କର କେତେ ଡିପୋଜିଟ୍ କରିବେ କେତେ ଇୟର୍ ପାଇଁ ଆପଣ ଏଇଠି ଚୟନ କରିପାରିବେ ମନ୍ଥଲି କରିବେ ସବୁକିଛି ଯାହାକି ଆପଣ ଲେଖିକି କାଲକୁଲେଟର ଆପଣ ଏମିତି ମାରିଦେଲା ପରେ ଆପଣଙ୍କର ଦେଖନ୍ତୁ ମ୍ୟାଚୁରିଟିରେ ଆପଣ କେତେ ଟଙ୍କା ମିଳିବ ଟୋଟାଲ୍ ଇଣ୍ଟରେଷ୍ଟ ଆପଣଙ୍କୁ କେତେ ଟଙ୍କା ମିଳିବ ପ୍ରିନ୍ସିପାଲ୍ ଆକାଉଣ୍ଟ ଆପଣଙ୍କର କେତେ ହେବ ସବୁକିଛି ଯାହାକି ଆପଣ ଏମିତି ଚେକ୍ କରିପାରିବେ ସେହିପରି ଆପଣଙ୍କର SBIରେ ମଧ୍ୟ ରହିଛି ଆପଣ କ'ଣ କରିବେ SBI FD ଆପଣଙ୍କର FD କାଲକୁଲେଟ୍ କରିଦେବେ ଏଇଠି ଆପଣ କାଲକୁଲେଟର ଏଇଠି କାଲକୁଲେଟର ଲେଖିକି ସର୍ଚ୍ଚ କରିଦେବେ ସର୍ଚ୍ଚ କରିଦେଲା ପରେ ଆପଣଙ୍କ ସାମ୍ନାରେ ଏମିତି ପେଜ୍ ଯାହାକି ଆସିଗଲା ପରେ ଏଇଠି ଦେଖନ୍ତୁ ଆପଣଙ୍କର ଆମାଉଣ୍ଟ ରହିଛି କମ୍ ବେଶୀ କରିବେ ଆପଣଙ୍କର ଦେଖନ୍ତୁ ଇଣ୍ଟରେଷ୍ଟେଡ଼ ମଧ୍ୟ ରହିଛି ଏଇଠି ଆପଣ ଇଣ୍ଟରେଷ୍ଟେଡ଼ ମଧ୍ୟ ଦେବେ କେତେ ଇୟର୍ ପାଇଁ ଆପଣ କରୁଛନ୍ତି ତାରି ମଧ୍ୟ ଦେବେ ଦେଖନ୍ତୁ ଏଇଠି ଆପଣଙ୍କର ଏମିତି ଆସିଯିବ ଆପଣମାନେ ଯାହାକି ଏମିତି ଆପଣଙ୍କର ସବୁକିଛି ଚେକ୍ କରିପାରିବେ ଏବଂ ଆପଣଙ୍କୁ ଯେଉଁ ସ୍କିମ୍ଟି ଭଲ ଲାଗୁଛି ଆପଣଙ୍କୁ ଯଦି SBI ଭଲ ଲାଗିଲା ତାହେଲେ ଆପଣ SBIରେ ଯାହାକି ଟଙ୍କା ଆପଣଙ୍କର FD ପାଇଁ ଡିପୋଜିଟ୍ କରନ୍ତୁ ଏବଂ ଆପଣଙ୍କୁ ଯଦି ପୋଷ୍ଟ ଅଫିସ୍ ଠିକ୍ ଲାଗୁଛି ତାହେଲେ ଆପଣମାନେ ପୋଷ୍ଟ ଅଫିସ୍ରେ ମଧ୍ୟ ଟଙ୍କାଟି ଡିପୋଜିଟ୍ କରିପାରିବେ ଠିକ୍ ଅଛି ଏ ଥିଲା ଆପଣଙ୍କ ପାଇଁ ଗୋଟେ ବଡ଼ ଅପଡ଼େଟ୍ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଏମିତି ନୂଆ ଅପଡ଼େଟ୍ ଗୁଡ଼ିକ ଜାଣିବା ପାଇଁ ଚାହୁଁଥିଲେ ଆମର ଏଇ ଯେଉଁ ଚ୍ୟାନେଲ୍ ରହିଛି ଏହି ଚ୍ୟାନେଲ୍ଟିକୁ ସବସ୍କ୍ରାଇବ୍ କରିକି ରେଗୁଲାରଲି ଦେଖୁଥାନ୍ତୁ।